ପାଟରାଣୀ ଉତ୍ପାଦନ କମ୍ପାନୀ ଲି ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ। ଖଲିଆପାଲି ଗ୍ରାମର ପାଟରାଣୀ ଉତ୍ପାଦନ କମ୍ପାନୀ ଲି ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ପଦମପୁର ଗ୍ରାମର ଧାନମଣ୍ଡି ଆମତୋଟାଠାରେ ପାଟରାଣୀ ଉତ୍ପାଦନ କମ୍ପାନୀ ଲି ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଫୁଲମତୀ ମାଝୀ ସଭାର ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଏଏସଜି ମା'ମାନଙ୍କୁ ସ୍ୱାବଲମ୍ବୀ ଭାବରେ କିଭଳି ଲାଭବାନ ହେବେ ସେ ବିଷୟରେ ହରିଶଙ୍କର ଟୋଲଟିଆ ବୁଝାଇଥିଲେ। ଏହି ସଭାର ଅତି ସୁନ୍ଦର ଭାବରେ ପରିଚାଳନା ରୋହିତ ତାଣ୍ଡି କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କୃଷି ଅଧିକାରୀ ଶ୍ରୀଯୁକ୍ତ ଚନ୍ଦାଚରଣ ଭୋଇ, ପ୍ରାଣୀ ଚିକିତ୍ସିତ ଅଧିକାରୀ ଫକୀର ମୋହନ ରାଉତ, ହର୍ଷ ଟ୍ରଷ୍ଟର କର୍ମକର୍ତ୍ତା ସ୍ମିତାରାଣୀ କବାଟ, ପ୍ରଫୁଲ୍ଲ ସାହୁ, ଶଙ୍କର ସୁନାନୀ, ଏଏସଜି ଗ୍ରୁପର ମା ଭଉଣୀମାନେ ଓ ଅନାଦ ସେନାପତି, ବେଣୁଧର ଭୋଇ, ସନ୍ତରାମ ଭୋଇ ଓ ଅନ୍ୟାନ୍ୟ କର୍ମକର୍ତ୍ତା 300ରୁ ଅଧିକ ଉପସ୍ଥିତ ରହିଥିଲେ। କଳାହାଣ୍ଡିରୁ ଡମ୍ବରୁଧର ଭୋଇଙ୍କ ରିପୋର୍ଟ, ଟାଇମ୍ସ ଅଫ୍ ଓଡ଼ିଆ। ସାର୍ ଆପଣଙ୍କର ପରିଚୟ ଟିକେ ଦେବେ। ମୋ ନାଁ ରୋହିତ ତାଣ୍ଡେ, ପାଟରାଣୀ ପ୍ରୋଡ୍ୟୁସର କମ୍ପାନୀରେ ମୁଁ ସି ହିସାବରେ କାମ କରୁଛି। ଆମର କମ୍ପାନୀଟା 2016ରେ ରେଜିଷ୍ଟ୍ରେସନ୍ ହେଇଥିଲା। ଆଉ ଏଇଟା ସମ୍ପୂର୍ଣ୍ଣ ଭାବରେ ଗୋଟେ ମହିଳା ଉତ୍ପାଦକ କମ୍ପାନୀ। ଆଉ ଆମେ ବିଭିନ୍ନ ପ୍ରକାର ଚାଷୀର ଉତ୍ପାଦନ ଜିନିଷକେ ବିକ୍ରି କରୁଛୁ ଆଉ ଉତ୍ପାଦନ ବି କରୁଛୁ। ଆମେ ନାବାର୍ଡ଼ର ଫଣ୍ଡରେ ଆମର ଏଠି ଗୋଟେ ତିଆରି ହେଇଥିଲା। ବର୍ତ୍ତମାନ ଆମର ପାଟରାଣୀ ପ୍ରୋଡ୍ୟୁସର କମ୍ପାନୀ ଅଣ୍ଡରରେ 1290 ସେୟାର ହୋଲ୍ଡର ଅଛନ୍। ଚାଷୀମାନଙ୍କର ଉପକୃତ ହେବା ଲାଗି ତାଙ୍କର କେନ୍ତା ଦୁଇଗୁଣା ହେବା ତାଙ୍କର ଇନକମ୍ଟା, ସେଥିର୍ଲାଗି ପାଟରାଣୀ ପ୍ରୋଡ୍ୟୁସର କମ୍ପାନୀ ସବୁବେଳେ କାମ କରୁଛେ। ତାଙ୍କର ଇନପୁଟ୍ ସପ୍ଲାଏ କରିକିରି ସେମାନକେ ଆଉଟପୁଟ୍ର ବିଜନେସ୍ କରୁଛେ। এই ইলাকাରୁ କେନ୍ତା କରି ଦାଦନ ଶ୍ରମିକ କମିଯିବା ଆଉ ଆପଣଙ୍କର ବ୍ୟବସାୟରେ ଯେନମାନଙ୍କର ଠକି ବୁଲୁଛନ୍ ସେମାନଙ୍କର କବଲରୁ କେନ୍ତା କରି ଚାଷୀ ରକ୍ଷା ପାଇପାରିବେ, ଉଚିତ ମୂଲ୍ୟ କେନ୍ତା ପାଇପାରିବେ, ସେହି ହିସାବରେ ଆମର ପାଟରାଣୀ ପ୍ରୋଡ୍ୟୁସର କମ୍ପାନୀ ସବୁବେଳେ ଚେଷ୍ଟିତ ଆଉ ସେମାନକେ ନେଇକରି ଆମେ କାମ କରୁଛୁ। ଆଗେ ଆହୁରି ଆମର ଚାଷୀ କେନ୍ତା କରି 2000-3000 ହେଇପାରବା, ସେଥିର୍ଲାଗି ଆମେ ଆପଣ ପାଟରାଣୀ କମ୍ପାନୀକୁ ଆପଣ କିଛି ଆର୍ଥିକ ସହାୟତା ଦେଇଥିଲେ କି? ନାବାର୍ଡ଼ ଆମେ ସହାୟତା ପାଇଛୁ। ନାବାର୍ଡ଼ ଆମକୁ ଆମର ପାଟରାଣୀ ପ୍ରୋଡ୍ୟୁସର କମ୍ପାନୀକୁ ବିଜନେସ୍ ବାବଦରେ ବି ପଇସା ଦେଇଛନ୍ତି। ବିଜନେସ୍ କରିବା ପାଇଁ ଗୋଟେ ପିକଅପ୍ ଭ୍ୟାନ୍ ବି ଦେଇଛନ୍ତି। ଆଉ ହର୍ଷ ଟ୍ରଷ୍ଟ ହେଉଛି ଆମର POPI। ହେଲା ସ୍ମିତାରାଣୀ କବାଟ, ମୁଁ ହର୍ଷ ଟ୍ରଷ୍ଟ ଗୋଲାମୁଣ୍ଡା ଅଫିସରେ ଏକ୍ଜିକ୍ୟୁଟିଭ୍ ଭାବେ କାମ କରୁଛେ। ମୋର ଘର ହେଲା ସୋନପୁର। ଆଉ ଆଜି ପାଟରାଣୀ ପ୍ରୋଡ୍ୟୁସର କମ୍ପାନୀର ବାର୍ଷିକ ଉତ୍ସବ ପାଳନ କରାଗଲା। ଇନ ପାଖାପାଖି ଆମେ 250ରୁ 300 ମା ମାନେ ଏକତ୍ରିତ ହେଇଥିଲେ, ଯେନ୍ଥିର୍ ଲାଗିକି ଆମେ ପାଟରାଣୀ ପ୍ରୋଡ୍ୟୁସର କମ୍ପାନୀ କେନ୍ତିକିନା ବଢ଼େଇ ପାର୍ମା, ପାଟରାଣୀ ପ୍ରୋଡ୍ୟୁସର କମ୍ପାନୀ ଦ୍ୱାରା କେନ୍ତିକିନା ଆଉ ଅଧିକା ମା ମାନେ ଉନ୍ନତି ହେଇପାରିବେ, ସେମାନେ ସୁଲଭ ଦରରେ ସୁଲଭ ମୂଲ୍ୟରେ ସଠିକ୍ ସମୟରେ ଖତ ସାର ବିହନ ଯାହା ବି ଆମର ସୁବିଧା ମିଳୁଛେ ସେ ସୁବିଧା ପାଇପାରିବେ। ସେଥିର୍ଲାଗି ଆମର ପ୍ରୟାସ ସଦାବେଳେ ଜାରି ରହିଛେ। ଏତିକି ଆପଣ ଗଭର୍ଣ୍ଣମେଣ୍ଟର ସହାୟତା କାଣା ପାଟରାଣୀକୁ ଦେଇଛନ୍ତି କି? ଗଭର୍ଣ୍ଣମେଣ୍ଟର ସହାୟତା ଆମେ ଲିଙ୍କ କରୁଛୁ। ଆମେ ଯଦି କହିପାରିବେ ସୋଲାର ହେଲା କି ଆମର କ୍ଷେତ ପମ୍ପ ସୋଲାର ଗୋଟେ ଲିଙ୍କ କରେଇଛୁ କି ଆମେ ବିଭିନ୍ନ ଯାହା ବି ଗଭର୍ଣ୍ଣମେଣ୍ଟର ଏଗ୍ରିକଲଚର ଉପରେ ଯାହା ବି ସ୍କିମ୍ ଆସୁଛେ ସେ